ଭାବି ମୋତେ ଡାକିଲେ, ଗଣେଶ ମୋ ପୋଷାକ ଦିଅ। ମୁଁ ସେଗୁଡ଼ିକୁ ଟେବୁଲ ଉପରେ ରଖିଛି। ମୁଁ ତାଙ୍କ ଡ୍ରେସ୍ ଉଠାଇଲି ଏବଂ ତାଙ୍କ ଚଡି ମଧ୍ୟ ସେଠାରେ ଥିଲା। ସେତେବେଳେ ମୁଁ ଟିକେ ଦ୍ୱନ୍ଦ୍ୱରେ ଥିଲି, କିନ୍ତୁ ଭାବିଙ୍କୁ ସମ୍ମାନ ଦେବା ପାଇଁ ମୁଁ ତାଙ୍କୁ ପୋଷାକ ଦେବା ସମୟରେ ସତର୍କ ରହିଥିଲି। ତଥାପି ମୋ ମନରେ କିଛି ପରିବର୍ତ୍ତନ ଆସିଲା। ମୁଁ ତାଙ୍କର ରୂପ ଦେଖିବାକୁ ଲାଗିଲି ଯେପରି ସେ ମୋ ସାମ୍ନାରେ ଠିଆ ହୋଇଛନ୍ତି। ସେ ମୋତେ ପୁଣି ଡାକିଲେ ଏବଂ ମୁଁ ତାଙ୍କ ଶାଢ଼ୀ ଦେବା ପାଇଁ ବାଥରୁମ ଆଡ଼କୁ ଗଲି। ମୁଁ ତାଙ୍କୁ ଦେଇଦେଲି। ସେ ପୁଣି ଥରେ କବାଟ ବନ୍ଦ କରିଦେଲେ ଏବଂ ମୁଁ ସେଠାରେ ଅଟକି ଗଲି। ମୁଁ ତାଙ୍କ ଶରୀରକୁ ଦେଖିବା ପାଇଁ କବାଟର ଛିଦ୍ର ଦେଇ ଭିତରକୁ ଚାହିଁଲି। ସେଠାରେ କେହି ନଥିଲେ, କେବଳ ଆମେ ଦୁଇଜଣ ଥିଲୁ। ଭାବି ଗାଧୋଇ ସାରିଥିଲେ ଏବଂ ଶାଢ଼ୀ ବଦଳାଉଥିଲେ। ମୁଁ କେବଳ ତାଙ୍କର ପଛପଟ ଦେଖିପାରୁଥିଲି। କିଛି ସମୟ ପରେ ସେ ବାହାରକୁ ଆସିଲେ ଏବଂ ହେଲୋ ବନ୍ଧୁଗଣ, ମୋର ନାମ ମୁନୁ। ଏହା ମୁଁ ଯେତେବେଳେ 11 ବର୍ଷ ବୟସର ଥିଲି ସେତେବେଳର କାହାଣୀ। ମୁଁ ବହୁତ ଛୋଟ ଥିଲି ଯେତେବେଳେ ମୁଁ ଖରା ଛୁଟିରେ ମୋ ଭାଇଙ୍କ ଘରକୁ ଯାଇଥିଲି। ମୁଁ 10ମ ଶ୍ରେଣୀରେ ପଢୁଥିବା ସମୟରେ ମୋ ଭାଉଜ ଟିକେ ମୋଟି ଥିଲେ, କିନ୍ତୁ ସେ ବହୁତ ଗୋରା ଦେଖାଯାଉଥିଲେ। ସେ ସବୁବେଳେ ଛୋଟ କପଡ଼ା ପିନ୍ଧୁଥିଲେ। ମୋ ଭାଇ କାମକୁ ଯାଉଥିବାରୁ ସାରାଦିନ କେବଳ ଭାଉଜ ଏବଂ ମୁଁ ଘରେ ଥିଲୁ। ଭାଉଜ ଏବଂ ମୁଁ ପିଲାଦିନରୁ ବହୁତ ହସ ଖୁସିରେ ଥିଲୁ। ସେ ମୋ ବିଷୟରେ ସବୁକିଛି ଜାଣିଥିଲେ, ତେଣୁ ସେ ମୋତେ ପାଖରେ ଧରି କୁଣ୍ଢେଇ ପକାଉଥିଲେ। ଆମେ ପ୍ରତିଦିନ ଏହା କରୁଥିଲୁ। କିନ୍ତୁ ଏବେ ମୁଁ ବଡ଼ ହୋଇଗଲିଣି ଏବଂ ତାଙ୍କ ସହିତ ଗେଲ ହେଲାବେଳେ ମୋତେ ବହୁତ ଭଲ ଲାଗୁଥିଲା। ଯେତେବେଳେ ସେମାନେ ମୋତେ କୁଣ୍ଢେଇ ପକାଇଲେ ମୋର ଆନନ୍ଦ ବଢ଼ିଗଲା। ମୁଁ ତୁରନ୍ତ ତାକୁ କୁଣ୍ଢେଇ ପକାଇ ଉପଭୋଗ କରିବାକୁ ଲାଗିଲି। କିଛି ଦିନ ବିତିଗଲା। ଗୋଟିଏ ଦିନ ସକାଳ ହେଲା, ଭାଇ କାମକୁ ଯାଇଛି ଏବଂ ଭାଉଜ ମୋତେ ଜଳଖିଆ ଦେଲେ ଏବଂ କହିଲେ ଯେ ସେ ଗାଧୋଇ ସାରି ଆସିବେ। ସେତେବେଳକୁ ମୁଁ ଜଳଖିଆ ଖାଇସାରିଥିଲି ଏବଂ ଟିଭି ଦେଖିବାକୁ ବସିଗଲି। ତାପରେ ଭାଉଜ ମୋତେ ଡାକି କହିଲେ, ମୁନୁ, ମୋତେ ମୋର ଶାଢ଼ୀ ଦିଅ। ମୁଁ ସେଗୁଡ଼ିକୁ ଟେବୁଲ ଉପରେ ରଖିଛି। ମୁଁ ତାଙ୍କ ଡ୍ରେସ୍ ଉଠାଇଲି ଏବଂ ତାଙ୍କ ଚଡି ମଧ୍ୟ ସେଠାରେ ଥିଲା। ସେତେବେଳେ ମୁଁ ଟିକେ ଦ୍ୱନ୍ଦ୍ୱରେ ଥିଲି, କିନ୍ତୁ ଭାଉଜଙ୍କୁ ସମ୍ମାନ କରିବା ଜରୁରୀ ଥିଲା। ସେତିକିବେଳେ ମୋ ମନରେ କିଛି ପରିବର୍ତ୍ତନ ଆସିଲା। ମୁଁ ତାଙ୍କୁ ଏପରି ଦେଖିବାକୁ ଲାଗିଲି ଯେପରି ସେ ମୋ ସାମ୍ନାରେ ଠିଆ ହୋଇଛନ୍ତି। ସେ ମୋତେ ଡାକିଲେ ଏବଂ ମୁଁ ବାଥରୁମ ପାଖକୁ ଯାଇ ତାଙ୍କ ଶାଢ଼ୀ ଦେଇଦେଲି। ତାପରେ ସେ କବାଟ ବନ୍ଦ କରିଦେଲେ ଏବଂ ମୁଁ ଦୁଆର ମୁହଁରେ ଅଟକି ଗଲି। ମୁଁ ଚାଲାକିର ସହିତ କବାଟ କଣା ଦେଇ ଭିତରକୁ ଦେଖିବା ପାଇଁ ଚେଷ୍ଟା କଲି। ସେଠାରେ କେହି ନଥିଲେ, କେବଳ ଆମେ ଦୁଇଜଣ ଥିଲୁ। ଭାଉଜ ଗାଧୋଇ ଶାଢ଼ୀ ବଦଳାଉଥିଲେ। ମୁଁ କେବଳ ତାଙ୍କର ପଛପଟ ଦେଖିପାରୁଥିଲି। କିଛି ମୁହୂର୍ତ୍ତ ପରେ ସେ ବାହାରକୁ ଆସି ମୋତେ କହିଲେ, ମୁନୁ, ତୁମେ ମଧ୍ୟ ଗାଧୋଇ ଦିଅ। ମୁଁ ତୁରନ୍ତ ସେଠାରୁ ଚାଲିଗଲି ଏବଂ ଗାଧୋଇବା ଆରମ୍ଭ କଲି। ଭାଉଜଙ୍କ ଚଡି ଭିତରେ ଝୁଲୁଥିଲା। ମୁଁ ଚଡିକୁ ମୋ ହାତରେ ନେଇ ତାର ବାସ୍ନାରେ ହଜିଗଲି। ଗାଧୋଇ ସାରି ମୁଁ ଅଣ୍ଟାରେ ଗାମୁଛା ଗୁଡ଼ାଇ ବାହାରକୁ ଆସିଲି ଏବଂ କହିଲି, ଭାଉଜ, ମୋ ପୋଷାକ ଦିଅ। ଭାଉଜ ମୋତେ ପୋଷାକ ଦେଲେ ଏବଂ ମୁଁ ଶୀଘ୍ର ମୋର ପୋଷାକ ପିନ୍ଧିଲି। ମୁଁ ପ୍ରସ୍ତୁତ ହୋଇ ରୋଷେଇ ଘରକୁ ଗଲି। ମୋ ଭାଇ କାମ କରିବାକୁ ଯାଉଥିଲା। ଭାଉଜ ରୋଷେଇ ଘରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିଲେ। ମୁଁ ସେଠାରେ ପହଞ୍ଚିବା ପରେ ସେ ମୋତେ କୁଣ୍ଢେଇ ପକାଇଲେ। ସେତେବେଳେ ମୁଁ ତାଙ୍କ ନିକଟତର ହୋଇ ଖୁସି ହୋଇଥିଲି। ମୋ ମନରେ ସେତିକିବେଳେ ବିଭିନ୍ନ ଚିନ୍ତା ସୃଷ୍ଟି ହେଉଥିଲା। କିଛି ସମୟ ପରେ ମୁଁ ତାଙ୍କୁ ପଚାରିଲି ଯେ, ମୁଁ ତମକୁ କୌଣସି ପ୍ରକାରେ ସାହାଯ୍ୟ କରିପାରିବି କି? ସେ ଉତ୍ତର ଦେଲେ, ନା, ତୁମେ କେବଳ ଚୁପଚାପ ଏଠାରେ ବସି ରୁହ। ତାପରେ ସେ କଥା ହେବା, ହସିବା, ଖେଳିବା ଏବଂ ରୋଷେଇ କରିବା ଆରମ୍ଭ କଲେ। ମଧ୍ୟାହ୍ନ ଭୋଜନ ପରେ ଆମେ ବିଛଣାକୁ ଗଲୁ। ଭାଉଜ କମ୍ବଳ ଘୋଡ଼ାଇ ହୋଇ ଶୋଇପଡ଼ିଲେ ଏବଂ କହିଲେ, ମୁନୁ, ତୁମେ ମଧ୍ୟ ମୋ ସହିତ ଶୋଇପଡ଼। ମୁଁ ଆଜି ବହୁତ ଥକି ଯାଇଛି। ତାଙ୍କ କଥାରେ କିଛି ଯାଦୁ ଥିଲା ଏବଂ ସେହି ମୁହୂର୍ତ୍ତରେ ଅନେକ ପ୍ରଶ୍ନ ଉଠିଲା। ସେ କହିଲେ, ତାଙ୍କ ଶରୀର ବହୁତ ଯନ୍ତ୍ରଣା କରୁଛି। ମୁଁ ତୁରନ୍ତ ଭାଉଜଙ୍କୁ ପଚାରିଲି ଯେ, ଯଦି ଆପଣଙ୍କର କୌଣସି ସମସ୍ୟା ନାହିଁ, ତେବେ ମୁଁ ଆପଣଙ୍କ ଶରୀରକୁ ମାଲିସ କରିପାରିବି କି? ସେ କହିଲେ ନାହିଁ। ମୁଁ ତାପରେ ପଚାରିଲି। ମୁଁ ତାଙ୍କ ପଛରେ ଶୋଇ କହିଲି, ଭାଉଜ, ଯଦି ଆପଣ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ କୁହ, ମୁଁ ହସିଦେବି। ତାପରେ ମୁଁ ଧୀରେ ଧୀରେ ତାଙ୍କ ପାଦକୁ ଦବେଇବା ଆରମ୍ଭ କଲି। ତାଙ୍କ ଆଣ୍ଠୁ ପର୍ଯ୍ୟନ୍ତ ପହଞ୍ଚିଲି। ମୁଁ ଅଟକିଗଲି ଏବଂ ଏବେ ତାଙ୍କର ସେହି ଜିନିଷଟି ଦୃଶ୍ୟମାନ ହେଲା। ମୁଁ ତାଙ୍କୁ ପଚାରିଲି, ଭାଉଜ, ଆଣ୍ଠୁ ଉପରେ ମଧ୍ୟ ଦବେଇବି କି? ସେ କହିଲେ, ହଁ, ଆଣ୍ଠୁ ଉପରକୁ ଦବାନ୍ତୁ। ମୁଁ ଆରାମ ଅନୁଭବ କରିବି। ଧୀରେ ଧୀରେ ମୁଁ ତାଙ୍କ ଲୁଗା ଉଠାଇଲି
ଏବଂ ମୁଁ ତାଙ୍କର ଚିକଣିଆ ଜାଗାକୁ ଦେଖିପାରିଲି। ସେହି ଦୃଶ୍ୟ ଦେଖିବା ମାତ୍ରେ ମୋତେ ଏକ ଭିନ୍ନ ଅନୁଭୂତି ଦେଇଥିଲା। ସେହି ସମୟରେ ମୋର ଧ୍ୟାନ ସେହି ଜିନିଷ ଉପରେ ଅଟକି ରହିଗଲା ଏବଂ ମୁଁ ପୂରା ଚିନ୍ତାରେ ପଡ଼ିଗଲି। ସେ କହିଲେ, ମୁନୁ, ଏବେ ଅପେକ୍ଷା କର, ମୁଁ ମଧ୍ୟ ତୁମର ଗୋଡ଼ ଦବାଇବି। ତୁମର ପାଦ ମଧ୍ୟ ଯନ୍ତ୍ରଣା ହେଉଥିବ। ସେ ମୋ ଗୋଡ଼କୁ ଦବାଇବାକୁ ଲାଗିଲେ ଏବଂ ମୁଁ ତାଙ୍କ ନରମ ହାତର ସ୍ପର୍ଶରେ ବହୁତ ଭଲ ଅନୁଭବ କରୁଥିଲି। ସେ ମୋ ଗୋଡ଼କୁ ଦବାଇ ମୋତେ ଗୋଟେ ଚୁମା ଦେଲେ ଏବଂ ତାପରେ ଆମେ ସେଠାରେ ଶୋଇଗଲୁ। ଏବେ ମୁଁ ଟିକେ ଭଲ ଅନୁଭବ କଲି। ତଥାପି ମୁଁ ତାଙ୍କୁ ପଚାରିଲି, ଭାଉଜ, ମୁଁ ତୁମକୁ କୁଣ୍ଢେଇ ପାରିବି କି? ଭାଉଜ ହସି ହସି ଉତ୍ତର ଦେଲେ, କାହିଁକି ନୁହେଁ, ତୁମେ ଏପରି କାହିଁକି ପଚାରୁଛ? ଆମେ ଦୁଇଜଣ ସାଙ୍ଗ ପରି। ତୁମର ଆଲିଙ୍ଗନ ମୋତେ ଏକ ନୂଆ ଉଷ୍ମତା ଦେଉଛି। ସେ ବହୁତ ଚତୁର ଥିଲେ ଏବଂ ସବୁକିଛି ଜାଣିଥିଲେ। ମୁଁ ଜବାନ ଥିଲି। ଆଲିଙ୍ଗନ କରିବା ପରେ ଆମେ ଅପରାହ୍ନ ଯାଏ ଶୋଇଗଲୁ। ଆମେ ଅପରାହ୍ନରେ ଭଲରେ ଶୋଇଥିଲୁ ଏବଂ ସନ୍ଧ୍ୟାରେ ଉଠିଥିଲୁ। ମୋ ଭାଇ ସନ୍ଧ୍ୟାରେ ଆସୁଥିବାରୁ ଆମେ ଭାଇ ଆସିବା ପୂର୍ବରୁ ଉଠିଗଲୁ। ଭାଇ କାମରୁ ଆସିଲା ଏବଂ ଆମେ ଖାଇବାକୁ ଗଲୁ। ଭାଉଜ କିଛି ସୁଆଦିଆ ଖାଦ୍ୟ ତିଆରି କରିଥିଲେ, ଯାହା ଯୋଗୁଁ ସମସ୍ତଙ୍କ ମୁହଁରେ ହସ ଫୁଟି ଉଠୁଥିଲା। ଭାଉଜ ତଳ ମହଲାରେ ମୋ ଭାଇ ପାଇଁ ଏକ ଖଟର ବ୍ୟବସ୍ଥା କରିଥିଲେ। ତାପରେ ମୁଁ ଭାଉଜ ସହିତ ପଲଙ୍କରେ ଶୋଇଗଲି। ଯେହେତୁ ଆମେ ଅପରାହ୍ନରେ ଭଲ ଶୋଇଥିଲୁ, ତେଣୁ ରାତିରେ ଶୋଇପାରୁନଥିଲୁ। ସେତେବେଳେ ରାତି 2ଟା ବାଜିଥିଲା। ମୁଁ ମଧ୍ୟ ଶୋଇପାରିଲି ନାହିଁ। ଭାଉଜ ଶୋଇବା ସମୟରେ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ବୁଲୁଥିଲେ, କିନ୍ତୁ ସେମାନେ ମଧ୍ୟ ଶୋଇପାରୁନଥିଲେ। ରୁମ୍ ଭିତରେ ଗୋଟିଏ ଛୋଟ ଲାଲ ବଲ୍ ଜଳୁଥିଲା ଏବଂ କୋଠରୀର ବାକି ସବୁ ଜାଗା ଅନ୍ଧାରରେ ବୁଡ଼ି ଯାଇଥିଲା। ସେହି ଶାନ୍ତ ପରିବେଶରେ ଆମ ମନରେ ଖରାପ ଚିନ୍ତା ଆସୁଥିଲା। ଆମେ ଦୁଇଜଣ ନିକଟତର ହେବା ସହିତ ସେହି ସମୟର ଗୁପ୍ତ କଥା ଆମ ମନରେ ଘୂରି ବୁଲୁଥାଏ। ମୁଁ ଏବଂ ଭାଉଜ ଅନ୍ଧାରରେ ଜାଗ୍ରତ ଥିଲୁ। ବାହାରେ ଚଢ଼େଇମାନେ ବବାଉଥିଲେ। ସେତିକିବେଳେ ସେ ମୋତେ କହିଲେ, ଚୁପ ରୁହ ମୁନୁ, ଶବ୍ଦ କର ନାହିଁ। ସକାଳ 3ଟା ବାଜିଛି ଏବଂ ତାପରେ ଆମେ ସକାଳ ଯାଏ ଶୋଇପଡ଼ିଲୁ। ଆମେ ବିଳମ୍ବରେ ଉଠିଲୁ। ଭାଇ ତାଙ୍କୁ ଉଠାଇବାକୁ ଆସି କହିଲେ, ଶୀଘ୍ର ଉଠ, ମୁଁ କାମକୁ ଯାଉଛି। ଆମେ ତାଙ୍କ ସ୍ୱର ଶୁଣିପାରିଲୁ। ଏହା ଶୁଣି ଆମେ ଉଠିଲୁ ଏବଂ କିଛି ସମୟ ପରେ ବାଧୋଇଲୁ ଏବଂ ସତେଜ ଅନୁଭବ କଲୁ। ଆମ ଦିନର ଆରମ୍ଭ ଭଲ ହେବା ପାଇଁ ଭାଉଜ ମୋ ପାଇଁ କିଛି ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରିଥିଲେ। ତାପରେ ସେ ହସିକି ମୋତେ କହିଲେ, ଚାଲ ଏବେ ଜଳଖିଆ କରିବା। ସେ ମୋତେ ଚା ଏବଂ ଗରମ ଗରମ ପରଟା ଦେଲେ ଏବଂ ତାପରେ ଗାଧୋଇବାକୁ ଗଲେ। ଖାଉଥିବା ସମୟରେ ମୁଁ ରାତିର ଘଟଣାଗୁଡ଼ିକ ମନେ ପକାଇଲି ଏବଂ ଭାବିଲି, କାହିଁକି ଅପରାହ୍ନରେ ଭାଉଜଙ୍କ ସହିତ ଏ ବିଷୟରେ କଥା ହେବି ନାହିଁ। ତାପରେ ଭାଉଜ ମୋତେ ତାଙ୍କ ପୋଷାକ ଦେବାକୁ ଡାକିଲେ। ମୁଁ ତାଙ୍କ ପାଖକୁ ଶାଢ଼ୀ ନେଇଗଲି ଏବଂ ସବୁଦିନ ପରି କବାଟ ସାମ୍ନାରେ ଠିଆ ହୋଇ ତାଙ୍କୁ ଶାଢ଼ୀ ଦେଇଦେଲି ଏବଂ ସେଠାରେ ଠିଆ ହୋଇ କବାଟରେ ଥିବା କଣାରେ ତାଙ୍କୁ ଲୁଚିକି ଦେଖୁଥିଲି। ଗାଧୋଇବା ପରେ ଭାଉଜ ଖାଇବା ରାନ୍ଧୁଥିଲେ। ମୁଁ ତାଙ୍କୁ ପଚାରିଲି, ଭାଉଜ, ତୁମେ ରାନ୍ଧି ସାରିଲେଣି କି? ଉତ୍ତର ଦେଲେ, ହଁ, ଟିକିଏ ବାକି ଅଛି। ତାପରେ ଆମେ ଖାଦ୍ୟ ଖାଇଲୁ ଏବଂ ବିଶ୍ରାମ ନେବା ପାଇଁ ଶୋଇବାକୁ ଗଲୁ। ମୁଁ ଓ ଭାଉଜ ଗୋଟିଏ ପଲଙ୍କରେ ଶୋଇଥିଲୁ। ସେ ମୋତେ କୁଣ୍ଢେଇ ପକାଇଲେ। ମୁଁ ମଧ୍ୟ ତାକୁ ଜୋରରେ କୁଣ୍ଢେଇ ପକାଇଲି। ମୁଁ ତାକୁ ଚାହିଁ କହିଲି, ମୁଁ ତୁମକୁ କିଛି ପଚାରିପାରିବି କି? ସେ ଭାବିଲେ ଏବଂ କହିଲେ, ପଚାର। ମୁଁ ତାପରେ କହିଲି, ଭାଉଜ, ସ୍ୱାମୀ ସ୍ତ୍ରୀ ରାତିରେ କ'ଣ କରନ୍ତି? ଭାଉଜ ହସି ଉତ୍ତର ଦେଲେ ଯେ ସେ କିଛି କରନ୍ତି ନାହିଁ ଏବଂ ତାପରେ କହିଲେ ଯେ ସ୍ୱାମୀ ଏବଂ ସ୍ତ୍ରୀ ଯାହା କରନ୍ତି ତୁମେ ବଡ଼ ହେଲେ କିମ୍ବା ତୁମେ ବିବାହ କରିବା ପରେ ବୁଝିପାରିବ। କିନ୍ତୁ ମୁଁ ତୁମକୁ କହିବି ଯେ ସ୍ୱାମୀ ଏବଂ ସ୍ତ୍ରୀମାନେ ପଶୁମାନଙ୍କ ପରି କରନ୍ତି। ସେଦିନ ଅଣ୍ଡିରା କୁକୁର ଏବଂ ମାଇ କୁକୁର ଯାହା କରେ, ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟ ସେହିପରି କରନ୍ତି। ମୁଁ ତାଙ୍କୁ ପଚାରିଲି, ଭାଉଜ, ଏହା କେବଳ ସ୍ୱାମୀ ସ୍ତ୍ରୀ ପାଇଁ? ସେ ଉତ୍ତର ଦେଲେ, ନା, କେହି ବି ଏହା କରିପାରିବେ, କିନ୍ତୁ ଏହାକୁ ଗୁପ୍ତ ରଖିବା ବହୁତ ଜରୁରୀ। ଏହା ଏକ ଗୁପ୍ତ କଥା। ଯଦି କେହି ଏହା ବିଷୟରେ ଜାଣିଯାଆନ୍ତି, ତେବେ ସମସ୍ତଙ୍କ ଆଗରେ ଲଜ୍ଜା ହେବାକୁ ପଡ଼େ। ମୁଁ କିଛି ଆଶ୍ଚର୍ଯ୍ୟ ସହିତ ପଚାରିଲି, ଏହା ଆମ ସହିତ ହୋଇପାରେ କି? ତାପରେ ମୁଁ ବିଷୟ ବଦଳାଇ କହିଲି, ଭାଉଜ, ଆଜି ଆମେ କିଛି ନୂଆ କରିପାରିବା, କାରଣ ଆଜି ମୁଁ ଶୋଇପାରୁନାହିଁ। ସେ ହସି କହିଲେ, ଠିକ ଅଛି, ଚାଲ ମିଶିକି ଶୋଇବା। ତାପରେ ଆମେ ପରସ୍ପରକୁ କୁଣ୍ଢେଇ ପକାଇଲୁ। ମୁଁ ତାଙ୍କୁ ଜୋରରେ ଧରି କହିଲି, ଭାଉଜ, ତୁମେ ମଧ୍ୟ ମୋତେ ଜୋରରେ କୁଣ୍ଢେଇ ଧର। ସେ ସଙ୍ଗେ ସଙ୍ଗେ ମୋ ପାଖକୁ ଆସିଲେ। ସେହି ମୁହୂର୍ତ୍ତରେ ମୁଁ ଆନନ୍ଦ ଅନୁଭବ କଲି। ଆମର ହାତ ପରସ୍ପର ଉପରେ ଘୂରି ବୁଲୁଥିଲା ଏବଂ ସେହି ସମୟ ମଧ୍ୟରେ ଆମେ ଦୁଇଜଣ ପ୍ରେମରେ ପାଗଳ ହୋଇଗଲୁ।
ସେତିକି ବେଳେ ମୋ ଚଡ଼ି ଭିତରେ ଥିବା କିଳା ପୁରା ଟାଣ ହୋଇଗଲା ଏବଂ ମୋତେ ବାଥରୁମ ଯିବାକୁ ପଡ଼ିଲା। ମୁଁ ଭାଉଜଙ୍କୁ କହିଲି, ମୋତେ ବାଥରୁମ ଯିବାକୁ ପଡ଼ିବ। ସେ ମଧ୍ୟ ମୋତେ କହିଥିଲେ, ଚାଲ ମୋତେ ମଧ୍ୟ ଯିବାକୁ ପଡ଼ିବ। ଆମେ ଦୁହେଁ ଏକାଠି ବାଥରୁମ ଗଲୁ। ତାପରେ ମୁଁ ମନେ ମନେ ଭାବିନେଲି ଯେ ମୁଁ ଭାଉଜଙ୍କୁ ମୋ କିଳାର ଝଲକ ଦେଖାଇବି। ଭାଉଜ ବାଥରୁମକୁ ଯାଇ ବାହାରକୁ ଆସିଲେ। ତାପରେ ମୁଁ ଭିତରକୁ ଯାଇ ଭାଉଜଙ୍କୁ କହିଲି ଯେ ଭାଉଜ, ମୋର ଗୁପ୍ତ ସ୍ଥାନରେ କିଛି ଯନ୍ତ୍ରଣା ହେଉଛି। ସେ ପଚାରିଲେ, କଣ ହେଲା? ମୁଁ କହିଲି ଯେ ସ୍ଥାନଟି ଦେଖାଇ ହେବ ନାହିଁ। ସେ କହିଲେ, ଠିକ ଅଛି, ମୋତେ ଦେଖାଅ। ମୁଁ ସଙ୍ଗେ ସଙ୍ଗେ ଚେନ୍‌କୁ ଖୋଲି ମୋ ଜାଗାର ଦର୍ଶନ କରାଇଲି। ସେ ପଚାରିଲେ, କେଉଁଠି ଯନ୍ତ୍ରଣା ହେଉଛି? ମୁଁ କହିଲି, ଆଗକୁ ଟିକିଏ ଜଳାପୋଡ଼ା ହେଉଛି। ସେ କହିଲେ, ତୁମେ କଣ ଲଙ୍କା ଖାଇଥିଲ? ତାପରେ ସେ ତେଲ ଆଣି କହିଲେ, ଏହାକୁ ଲଗାଅ। ମୁଁ କହିଲି, ତୁମେ ଏହାକୁ ନିଜ ହାତରେ ଲଗାଇ ଦିଅ। ମୁଁ ବହୁତ ଜଳାପୋଡ଼ା ଅନୁଭବ କରୁଛି। ସେ ହସି କହିଲେ, ଠିକ ଅଛି, ଭଲ ଭାବରେ ଶୋଇପଡ଼। ତାପରେ କୌଣସି ଜଳାପୋଡ଼ା ହେବ ନାହିଁ। ଭାଉଜଙ୍କ ମଧୁର ସ୍ୱରରେ ଏକ ମଧୁରତା ଥିଲା ଯାହା ମୋତେ ଶାନ୍ତ କରୁଥିଲା। ତାପରେ ମୋତେ ପଚାରିଲେ, ମୁନୁ, ତୁମର ଯନ୍ତ୍ରଣା ବନ୍ଦ ହୋଇଗଲା କି? ମୁଁ ଭଲ ଲାଗୁଛି ବୋଲି କହିଲି। ତାପରେ ସେମାନେ କହିଲେ, ମୋତେ ଆଉଥରେ ତମ ଜାଗାକୁ ଦେଖାଅ। ମୁଁ ତାଙ୍କ ପାଖକୁ ଯାଇ ପଚାରିଲି, ତୁମେ ଦେଖିବାକୁ ପ୍ରସ୍ତୁତ ଅଛ କି? ଭାଉଜ ଏହା ଦେଖି ଖୁସି ହୋଇଗଲେ। ମୋର କିଳା ଭାଉଜଙ୍କୁ ବହୁତ ଭଲ ଲାଗୁଥିଲା। ସେ ମୋ କିଳାକୁ ଦୁଇ ହାତରେ ଧରି ତା ସହିତ ବହୁତ ମଜା କରୁଥିଲେ। କିଛି ସମୟ ପରେ ମୋ କିଳା ବାନ୍ତି କରିବାକୁ ଲାଗିଲା ଏବଂ ଭାଉଜ ଏହାକୁ ଦେଖି ଲାଜେଇ ଗଲେ। ବନ୍ଧୁମାନେ, ଯଦି ତୁମକୁ କାହାଣୀ ପସନ୍ଦ ଆସିଲା ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କର ଏବଂ କାହାଣୀଟି ତୁମକୁ କିପରି ଲାଗିଲା ମୋତେ ନିଶ୍ଚିତ ଭାବରେ ଜଣାନ୍ତୁ।